ଦେଖନ୍ତୁ କେସ୍ଟା ଆକ୍ଚୁଆଲି ଗୋଟେ ସିମ୍ପଲ୍ ଜିନିଷଟେ, ଏଇଟା ଗୋଟେ ପାରିବାରିକ ଘଟଣାଟେ ଯଦି ଆପଣ କହିବେ, ଯେଉଁଟା ଗୋଟେ ଗୋଟେ ମାନେ ପରିବାରର ଘଟଣା ଗୁଡ଼ିକ ଯେତେବେଳେ ସୁପ୍ତ ହୋଇକି ଥାଏ ସେଇଟା କୁହାଯିବ। ପରିବାର ଯେତେବେଳେ ଅଶାନ୍ତି ହୁଏ ସେଇଟା କୁହାଯିବ ଗୋଟେ ଆଗ୍ନେୟଗିରି ଉଦ୍ଗୀରଣ। ଆମେ କହୁନେ ଘରେ ଯେତେବେଳେ ସ୍ତ୍ରୀ ଲୋକ ସ୍ୱାମୀ ମାରୋଡ଼ ଲାଗନ୍ତି ତାଙ୍କ ଘରେ ଆଗ୍ନେୟଗିରି ଉଦ୍ଗୀରଣ ହେଉଛି, ଅର୍ଥ ଯେଉଁ ଆଗ୍ନେୟଗିରିଟା ଯେମିତି ଥାଏ ସୁପ୍ତ ଅବସ୍ଥାରେ ଲାର୍ଭା, କାହିଁକିନା ଗୋଟେ ପରିବାରଟା ସବୁବେଳେ ମାନେ ଗୋଟେ ଲାର୍ଭା ଅବସ୍ଥାରେ ଥାଏ। ତାକୁ ଆପଣ ଯେତେ ସୁପ୍ତ କରିକି ରଖିବେ ସେଇଟା ସୁପ୍ତ ହେଇକି ରହିବ, କିନ୍ତୁ ଯେତେବେଳେ ତାକୁ ମାନେ ଉଦ୍ଗୀରଣ ହେବ ସିଏ ସେଠି ଆଉ ମାନେ ହାଡ଼ ମାଂସ ମିଳିବନି, ସେଇଭଳିଆ ଜିନିଷ ଗୋଟେ ଏଇଟା ହେଉଛି କ'ଣ ନା ସେମାନଙ୍କ ଭିତରେ ଗୋଟେ ପ୍ରେମ ସମ୍ପର୍କ, ଏହା ସତ୍ୟ, ଏବଂ ସେମାନେ ମ୍ୟାରେଜ୍ କରିବାଟା ମଧ୍ୟ ସତ୍ୟ। ଛୁଆ ଗୋଟେ ମେ 18, 2014 ତାରିଖ ଦିନ ଜନ୍ମ ହୋଇଛି ପୁରୀ ହସ୍ପିଟାଲ, ତା ମଧ୍ୟ ସତ୍ୟ। କିନ୍ତୁ ଯେତେବେଳେ ଛୁଆଟି ଜନ୍ମ ହେଇଛି ସେତେବେଳେ ତାଙ୍କର ବୟସ ହେଇଥିଲା ମାତ୍ର 14-15 ବର୍ଷ। ବା 2012 ମସିହାରେ ସେ ମାଟ୍ରିକ ପାସ୍ କଲେ, 2013 ମସିହାରେ +2 ଫାର୍ଷ୍ଟ ଇୟର ଯେତେବେଳେ ସେ ପଢ଼ୁଥିଲେ ସେଇ ସମୟରେ ଘରୁ ତାଙ୍କ ସହିତ ପଳେଇ ଆସିଲେ। 2014 ମେ 18 ତାରିଖ ଦିନ ତାଙ୍କ ଗୋଟେ ପୁଅଟିଏ ଜନ୍ମ ହେଇଥିଲା। କ୍ଲିୟର, ଏଇଟା ହେଉଛି ଘଟଣା। ଏବଂ ପର ମୁହୂର୍ତ୍ତରେ ଯେହେତୁ ସେ ମାଇନର ଥିଲେ, ଯେତେବେଳେ ଘରୁ ଭାଗିକି ପଳେଇଛନ୍ତି ତାଙ୍କର ମାମୁଁ ଘରେ ଯାଇକି ଅଛନ୍ତି, ମାମୁଁ ଘର ଲୋକମାନେ ତାଙ୍କୁ ରଖିନାହାନ୍ତି, କାହିଁକିନା ସେ ଗୋଟେ ନାବାଳିକା ଝିଅଟି, ସମସ୍ତଙ୍କର ଡର। ଆଜ୍ଞା ଆପଣ ଗୋଟେ ସାବାଳିକା ଝିଅକୁ ତ ଲୋକମାନେ ପୋଲିସକୁ ଡରୁଛନ୍ତି, ନାବାଳକ ହେଲେ ତ ଆହୁରି ଭୟଙ୍କର ଅବସ୍ଥା, ସେଟା କଥା। ତେଣୁ ସେମାନେ ତାକୁ ତଡ଼ିଛନ୍ତି। ପର ମୁହୂର୍ତ୍ତରେ ଗୋଟେ ମନ୍ଦିରରେ ସେମାନେ ଯାଇକି ମ୍ୟାରେଜ କରିଛନ୍ତି। ମନ୍ଦିରରେ ବାହା ହେଇ ସାରିଲା ପରେ ସେମାନେ ଯାଇକିରି ତାଙ୍କ ନିଜ ଘରେ ରହିଛନ୍ତି। ତାଙ୍କ ଘରେ କିଛି ଦିନ ରହି ସାରିଲା ପରେ ତାଙ୍କ ଘର ଲୋକ ଶ୍ରୀକ୍ଷେତ୍ରଙ୍କ ଘରେ, ସେଠି ବି ତାଙ୍କ ଘର ଲୋକ ମାନେ ଡରିଛନ୍ତି, କାହିଁକିନା ତାଙ୍କ ବାପା ମା ସେମାନେ ସାଧାରଣ ପରିବାର ଲୋକମାନେ, ତ ସେଠି ବି ଇଏ ହେଇଛନ୍ତି। ଶୁଣନ୍ତୁ ଆପଣ କଥାଟାକୁ, ଗୋଟେ ଆଜି ଡେଟ୍ରେ ଆଜିର ଯେଉଁ ସିଚୁଏସନ୍ ଆଉ 2012 ଯେଉଁ ସିଚୁଏସନ୍, 2014-13 ସେଇ ଯେଉଁ ସିଚୁଏସନ୍, ଆକାଶ ପାତାଳ ଡିଫରେନ୍ସ। ଆଉ ଗୋଟିଏ କଥା ମନେ ରଖିଥାନ୍ତୁ, ଗୋଟେ ସାଧାରଣ ପରିବାରରୁ ଯେଉଁମାନେ ଆସିଥାନ୍ତି ଜେନେରାଲ ସେନ୍ସ, ତାଙ୍କ ଘରୁ ଯେତେବେଳେ ଗୋଟେ ଝିଅଟିଏ ପଳାଏ, ଆଜି କ'ଣ ସମସ୍ତେ ଅସାଧାରଣ ହେଇଯାଇଛନ୍ତି, ସମସ୍ତଙ୍କ ଦୁନିଆ ଅଭିମୁଖୀ, ସମସ୍ତଙ୍କ ହାତରେ ସ୍ମାର୍ଟଫୋନ୍, ସମସ୍ତେ ଜାଣିଲେନି ପୋକ୍ସୋରେ କେସ୍ ହେବ, ସମସ୍ତେ ଜାଣିଲେନି ମୋ ଝିଅ ସେଫ୍ଟି ରହିବ, ଯେଉଁଥିପାଇଁ ଲୋକମାନେ କେସ୍ଟା ସାଙ୍ଗେ ସାଙ୍ଗେ କରିଦେଉଛନ୍ତି। ସେଇ ସମୟରେ ଲୋକମାନେ କେସ୍ କଲେ। ଆଜି ମଧ୍ୟ ଲୋକମାନେ ଅନେକ ଜାଗାରେ ଦେଖିବେ, ମାନେ ଦୃଷ୍ଟିଛାୟା ଅଞ୍ଚଳ, ସେମାନେ ମଧ୍ୟ ଝିଅଟି ଯେତେବେଳେ ଘରୁ ପଳାଏ କି କ'ଣ, ସେମାନେ ମଧ୍ୟ କେସ୍ କରନ୍ତି ନାହିଁ। ବିଭିନ୍ନ ପ୍ରକାର ଜିନିଷ ଅଛି ତା ପଛରେ। ବଦନାମ ତ ହେଇସାରିଲାଣି, କାହିଁକି ନା ଯେତେବେଳେ ଘରୁ ଝିଅଟିଏ ପଳାଏ ଜେନେରାଲ ସେନ୍ସରେ, ବାପା ମାଆଙ୍କୁ ନ ପଚାରି, ଭାଇକୁ ନ ପଚାରି, ସମସ୍ତେ ବଦନାମ ହୁଅନ୍ତି ତାଙ୍କ ଘର ଝିଅ ପଳାଇଛି। ଯେତେ ଆଧୁନିକତା ଆଡ଼କୁ ଯେତେ ସମାଜ ଗଲେ ମଧ୍ୟ ଆଜି ମଧ୍ୟ ଲୋକ କହୁଛନ୍ତି ତାଙ୍କ ଝିଅ ପଳେଇଲା, ବୁଝିପାରୁଛନ୍ତି। ତେଣୁ କୋଉଠି ନା କୋଉଠି ଆମେ ବି ବନ୍ଧୁବାନ୍ଧବରେ କ'ଣ କହୁଛେ, ଆସିକି ଏତେ ବଡ଼ ବଡ଼ କଥା କହୁଛି, ସିଆଡ଼େ ଝିଅଟାକୁ ସମ୍ଭାଳି ପାରିଲେନି, ଝିଅ ପଳେଇଲା। ହଁ କି ନାଇଁ? ରିଆଲିଟିଟାକୁ ଯାଆନ୍ତୁ, ଶୁଣନ୍ତୁ, ରିଅଲ ଲାଇଫ ଓ ରିଅଲ ଲାଇଫ। ବାହାଘର ଛୁଆଟି ହେଲା, ଛୁଆଟିକି ତାଙ୍କ ଘର ଲୋକ ନେଇଗଲେ, ତାଙ୍କ ଘର ଲୋକ କହିଲେ 18 ବର୍ଷରୁ କମରେ ଆମ ଘରକୁ ତମେ ଆସିବନି, କେସ୍ ପାସ୍ ହବ। ଇଏ ଝିଅଟିକି ନେଇକି ଛାଡ଼ିଦେଲା କୋଉଠି, ମାନେ ସାଙ୍ଗ ହେଇକି ଯାଇକି ରହିଲେ କୋଉଠି ଯାତ୍ରା ପାର୍ଟିରେ, ତୁଳସୀ ଗଣନାଟ୍ୟରେ, ସେଠି ମଧ୍ୟ ତାକୁ ଏକୁଟିଆ ଛାଡ଼ି ଦେଇକି ପଳେଇ ଆସିଲା। ବହୁତ ଝିଅଟି ଷ୍ଟ୍ରଗଲ କରିଛି। ଏକୁଟିଆ ଛାଡ଼ିବାର କାରଣ ସେଟା ସେମାନେ କହିପାରିବେ, କାହିଁକି ନା ସେମାନେ ତ ଦି ଜଣ ଯାକ ମ୍ୟାରେଜ କରିକି ଥିଲେ, ଛୁଆଟି ବି ତାଙ୍କର ହେଇଛି। ଏବଂ ଇଏ ସୋନାଲି ଯେତିକି କହିବା କଥା ଯେ ମୁଁ ଆଜ୍ଞା ଆମେ ଯାଇକି ସାଙ୍ଗ ହେଇକି ସେଠି କାମ କରୁଥିଲୁ, ମୁଁ ଏଇ ଯେଉଁ କାର ଡ୍ରେସ୍ ପଡ଼ିଗଲା ଷ୍ଟେଜରେ, କି ଛୋଟିଆ ମୋଟିଆ ଯେଉଁ ଗୋଟେ ହିରୋଇନ୍ ମାନଙ୍କ ସାଙ୍ଗରେ ଯେଉଁ ଚାଲିକି ଯାଆନ୍ତି, ଠିଆ ହୁଅନ୍ତି, ଆଉ ଏଇସବୁ କାମ ଆଜ୍ଞା କରୁଥିଲି। କ'ଣ କିଛି ପଇସା ଦେଇଥିଲେ ମାଲିକ ଆଡ଼ଭାନ୍ସ ଆକାରରେ, ସେ ପଇସା ଧରିକି ଆଜ୍ଞା ପଳେଇ ଆସିଲା, ମୋତେ ଏକୁଟିଆ ଛାଡ଼ିଦେଲି। ଆଉ ତେଣୁ ଯାହା ବି ହଉ ପଳେଇ ଆସିଲା ପରେ ଇଏ ଆ ବାଟରେ ସେ ତା ବାଟରେ। 2016 ମସିହାରେ ମଧ୍ୟ ସେ ଜଣେ ମହିଳା ଫୋନ୍ କରି କହିଲେ ଯେ ତୁମେ ଯାହା ସାଙ୍ଗେ ଆସିଛ ତାର ବାହାଘର ସରିଯାଇଛି, କେତେ ଦୂର ସତ କେତେ ଦୂର ମିଛ ମୁଁ ଜାଣିନି। କିନ୍ତୁ 2020 ମସିହାରେ ଗୋଟେ ଝିଅ ବିନୋଦିନୀ ବୋଲି ଜଣେ ଝିଅ ଯାଇ କହିଲେ ତାଙ୍କ ସହିତ ତାର ସମ୍ପର୍କ ରହିଛି, ତାଙ୍କଠୁ ସ୍କ୍ରିନଶଟ୍ ଦେଖେଇଲେ, ପଇସା କିଛି ନେଇଛନ୍ତି, 2 ଲକ୍ଷ 2.5 ଲକ୍ଷ ଟଙ୍କା, 5 ଲକ୍ଷ ନେଇଛନ୍ତି। ଏସବୁ ଜିନିଷ ଯେତେବେଳେ ସେ ଦେଖି ସାରିଲା ପରେ ସେ କେବଳ ଭାଗ୍ୟକୁ ଆଦରିକି ଥିଲେ। କିନ୍ତୁ ଯେତେବେଳେ ଯାତ୍ରା ବିବାଦ ଆସିଲା, ବିଭିନ୍ନ ପ୍ରକାର ବିବାଦ ଆସିଲା, ସେଇ ସମୟରେ ଏଇ ପିଲାଟିକୁ କିଛି ଲୋକ ମୋହରା ବନେଇଦେଲେ, ଏଇ ଯୋଉ ଶ୍ରୀକ୍ଷେତ୍ରକୁ। ଯଦି ଆପଣ ଚିନ୍ତା କରନ୍ତୁ, ଆପଣଙ୍କ ବି ପରିବାର ଅଛି, ଆପଣ ବି ବିବାହିତ ହେଇଥିବେ, ଆପଣଙ୍କ ଘରେ ପରିବାର ଥିବ, ଝିଅ ଥିବ, ଭଉଣୀ ଥିବ, ସମସ୍ତେ ଥିବେ। ଆପଣଙ୍କ ଘରେ ମନେକର ଆପଣଙ୍କର ସ୍ତ୍ରୀଙ୍କ ସାଙ୍ଗେ କ'ଣ ବିବାଦ ହଉନି, ଘରେ ବୋଉ ସାଙ୍ଗେ ବିବାଦ ହଉନି, ବାପାଙ୍କ ସାଙ୍ଗେ ହେଇନି, ଆମେ କ'ଣ ସେଇଟାକୁ ଆଣି ସୋସିଆଲ ମିଡ଼ିଆରେ କହିବା?
कहवा कि सोशल मीडिया जिते परिवार कथा को जो सोशल मीडिया को आगे आसे से परिवारटा उजुड़ी जाए सजाड़ी हुए आपण थे भावतु अनेक देखो सोशल मीडिया तांकर निजर टीआरपी से माने बजेदेवे जिनटा आपड़ जिते कल लगे से मनकर काली से पिलाटी बतई देते काली से आड़ साड़ू मत कहीदेला मनकर मु मनकर ता विषय कहबी मत बोधे संध्या बेलू 6 कि 8 जन खंडे माने जो सोशल मीडिया जो रिपोर्टर माने मत आसी कहले आज्ञा सी आपन या कहला आपन टे कौन कहतु सी कह मु कौन कह कह आहरी कहू मो कथा बुझिपारे ना नहीं अच्छा सी कह मु कहबी सी पुणी कह अच्छा फायदा किए नब मीडिया नब फायदा सेटा किसी मोर जी पर्यंत जीवार कथा मुझे केस होपर केसटी दैट्स ऑल केसटा सी जो नाबालिका था ये जो सोशल मीडिया चरित्र खराब कर कहले सी बंचा कष्ट होगा ऑब्वियसली हवा कथा निश्चित समाज रे आपण पैसा रोजगार करा समाज रे बहुत कष्ट कथा नुहे जो मैंने पैसा रोजगार करा शिखी गले पैसा रोजगार करा कष्ट जिनस आप भी जानते समाज रे धनटा जमी माने कष्ट नुहे जन कमाइबा भी कष्ट नुहे आप समस्त संगे सुव्यवहार करेंगे भल कथबार्ता हे आपण सहित समस्ते सुव्यवहार करेंगे कथा हे जन कमेदेले कि मन भी कमेदेले किंतु गोटे जिनस कमेया बहुत कष्ट कौन से मान सम्मान कमेवा एते सहज जिनस बापा नुहे तेणु समाज में गढ़ी यदि सम्मान कमीगला सम्मान जनक तले पड़गला दांडे पड़ी हाटे नीलाम होगला बहुत कष्टदायक जोटा कि सोनाली क्षेत्र में देखागला यही जो घटना गुड़िक जीवन जो कला इतिहास अच्छी जो कला बादल अच्छी जीवन भितर ये कथाटा से क्या प्रकाश करना क्या कहे अजागा क्या देखी हुए कि देखी हुए जो बयस आप आखि मुझे भावत जो सारा ओडिशा लोक मैंने बड़ बड़ कथा बर्तमान कहते गाड़ी ब्लस कर मोर किसी लेन देन ना किंतु थे भाविकी देखु गोटे 14-15 वर्षर झीटे जिते माँ हो छुआटे जन्म कर तार मानसिक अवस्था कौन थी शारीरिक अवस्था कौन थी जार परिवार भी सांगे ना केते कष्ट से थी यहाँ थोड़ा चिंतन करा दरकार निश्चित चिंतन करा दरकार सी सही अवस्था ना क्या कहीपर ना क्या सहीपर किंतु जो सोशल मीडिया को कथाटा पड़े आसला सी देखला कहला जहाँ सत्य ताहा लोकलोचन को आसु एतिक बयस मो संगे शारीरिक संपर्क से रखी मोर इच्छा विरुद्ध एतिक समय एतिक दिन में मत बह करते अमुक जगार मत रखी मत से नहीं यात्रा छाड़ी देकी आसते अमुक हस्पिटाल छुआटी जन्म होता जहाँ सब सत्य एवं बर्तमान जो जगार जो गछ मूले मत से लोकटी छाड़ी देकी जाइथिला आज मुझे अच्छी कौटी जो तुलसी गणनाट्य आज की 12 वर्ष तले 2015 मसीह कि 10 वर्ष 2015 10 वर्ष तले नहीं मत जो छाड़ी आसला जहाँ को हाथ धरी घर बाहर की आसती से जो मत फोपाड़ी देता मुझे पड़ी अच्छी ता विषय मु कहार की कहनी समाज रे कहा को कहनी सी मत हैरान कर मोर कलंक इतिहास मु कहा पदार पकईदेवी सब कलंक को बक्षर धरी गंगा पवित्र बहुत लोक मत से क्वेश्चन करुँचे सोनाली जेहेतु बर्तमान गोटे टॉप क्लास हिरोइन तांकर पैसा को देखी लोभ होगला कि कौन है मुझे ग्रहण करूनी कहीं हाथी बनस्तर बुले कहार जदि तुम्हें जानिच से पुआटा तांकर कहार सोनाली तुम्हें जानिच तो कई जाने मन जाने बाप माँ जाने बाप तुम्हें भी जानिच माँ जानी बाप तार किए ये सर नु काली सकाळे जदि सोनाली मिलियन टंका रोजगार कर देथियो जदि से जानिच तुम तार बाप बोली छुआटा तार लीगल हार किए छुआटा हाँ कि नहीं छुआटा तुम लड़ाई कर तुम निजे भी कह छुआर प्रॉपर्टी तुम प्रॉपर्टी है कि प्रॉपर्टी कथा नुहे एक्चुअली से पिलाटी मोहरा हो जाए किछि दुष्ट चरित्र दुष्ट मानसिकतार लोक माने ताकू व्यवहार करी माने कोटा तुलसी गणनाट्य केमती नष्ट कर दिया व्यवस्था कर दी जन जाक मोहरा होती अच्छा सोनाली मोहरा हो पड़ा शुण समस्त देहरे गोटे समस्त पछरे किसी ना कि गोटे कला इतिहास था चंद्रमा देहरे कलंक अच्छी मो देहरे भी कलंक अच्छी आपण देहरे निश्चित भाव में कौटी ना कौटी थी मनकर गोटे लोक जो गोटे देहरे मनकर जगह तार घाटे से कौन कर गंजीटे पिंधि गोटे भल सार्टे पिंधि सेंट फेंट कवर कर लुचिया चेष्टा कर ठीक सेमती समस्त जार जो कलंक थी जार जो कला इतिहास थी से सब कभर करने चेष्टा कर जो भाव नेता मैंने सब देखे धुआ फर फर पिंधती इतिहास को लुचिया
ଧଳା ହାତୀ ବୋଲି ଆମେ କହୁଛେ, ହଁ କି ନାହିଁ? ହଁ କି ନାହିଁ? ତେଣୁ କଥାଟା ହଉଛି ସେ ପ୍ରାକ୍ଟିକାଲ ଜିନିଷଟାକୁ ଚାହାନ୍ତୁ। କିଛି କହୁଛନ୍ତି ଲୋକମାନେ ସେ ଆଜି 12 ବର୍ଷ ପରେ କାହିଁକି ତାର ହଜବ୍ୟାଣ୍ଡ କହିଲା, ଆରେ 12 ବର୍ଷ ପରେ ସିଏ କହିନି, ତାକୁ କୁହା କରାଯାଇଛି, ତୁ କହ କାହିଁକି। ଆମେ ସୋନାଲି ଏବଂ ତାଙ୍କର ଚରିତ୍ରକୁ ନେଇ ଯଦି ଇଏ କହିବେ କାହା ସହିତ, ଯାତ୍ରାପାଟି ମାଲିକଙ୍କ ସହିତ, ତାଙ୍କ ନାଁ ଗୋଟେ କଣ ଅନନ୍ତ ବାବୁ ନା କଣ, ତାଙ୍କ ନାଁରେ ଯଦି ମନେକର କହିବେ, ଆଚ୍ଛା ଯେ ସିଏ ଗୋଟେ ପ୍ରେଷ୍ଟିଜିୟସ୍ ଲୋକଟେ ଯାହାର ଏତେ ତିନିଟା ପାର୍ଟି, ଯାହାର 3ଟା ଯାତ୍ରା ପାର୍ଟି ଚାଲୁଛି, ସେ ନିହାତି ଭାବରେ ଗୋଟେ କୋଟିପତିଟେ, ତାର ନିଶ୍ଚିତ ଭାବରେ ଗୋଟେ ରେପୁଟେସନ ଥିବ, ଭଲ ମନ୍ଦ ଥିବ, ହଁ କି ନାହିଁ? ଆଚ୍ଛା ସେଇ ଯୋଉ ଜିନିଷଟାକୁ ସେ କଣ କରିବେ ନା, ଆରେ ଏଇଟା ହଉଛି ମନେକର ଆ ପାଇଁ ମୁଁ ସମାଜରେ ବଦନାମ ହଉଛି, ତାକୁ ବିଦା କର, ମୁଳୁ ମାଇଲେ ଯିବ ସରି, ଶିବଙ୍କ ସଙ୍ଗେ କିମ୍ବା କଳି, ବାଉଁଶ ନଥିବ କି ବଇଁଶୀ ବାଜିବନି, ହଁ କି ନାହିଁ? ଆଚ୍ଛା ତାକୁ ଯଦି ସେଠି ବିଦା କରିଦେବେ, ଅବଭିୟସଲି ଯାତ୍ରା ପାର୍ଟି ପ୍ରୋବ୍ଲେମ ହବ। କାହିଁକି ପଚାରନ୍ତୁ? ଗୋଟେ ମନେକର ଇଏ ଯାତ୍ରା ପାର୍ଟିର ହିରୋଇନ, ଆଜି ଯଦି ତୁଳସୀ ଗଣନାଟ୍ୟରେ ଯୋଉଠି ଯାଉଛି, ଲୋକମାନେ କଣ କରୁଛନ୍ତି, ସୋନାଲି ଆସିଛି ଆମେ ଯିବୁ, ଲୋକମାନେ ଜାଗର ଲୋକ ତାର ଆକ୍ଟିଂ ଟାକୁ ଦେଖୁଛନ୍ତି, ତାର ଫ୍ୟାନ୍ସ ଫଲୋଅର୍ସ ଅଛନ୍ତି, ହଁ କି ନାହିଁ ବାପା? ଆଚ୍ଛା ଯୋଉଠି ତାକୁ ମନେକର ବାହାର କରି ଫୋପାଡ଼ି ଦିଆଯିବ, ଯାତ୍ରା ବଦନାମ ହେଇଯିବ। ଯାତ୍ରା ବଦନାମ ହେଇଗଲା, ତୁଳସୀ ପୁଣି ଆଉ ଗୋଟେ ନୂଆ ହିରୋଇନକୁ ନେଇକି ସେଇ ଜାଗାରେ ପହଞ୍ଚାଇବା ପାଇଁ, ମୋ ଅଫିସରେ ଆପଣ ଦେଖୁଛନ୍ତି ପ୍ରାୟ, ଏବେ ଦେଖିଲେ 2-4 ଜଣ ଲୋକ ଏଠି ଫୋନ କରୁଛନ୍ତି, ମୋର ଅଫିସରେ ଗୋଟେ ପିଲାଟିଏ ନାହିଁ, ପିଲାଟି ଯାଇଛି ପରୀକ୍ଷା ଦେବା ପାଇଁ, କଣ ତାର କ୍ୟାରିୟର ପାଇଁ ଗଲା। ମୁଁ ବର୍ତ୍ତମାନ ଆଜି ମୁଁ ଏତେ ମୁଣ୍ଡ ମୋର ଟିଣ ହେଇକି ବୁଦ୍ଧିଲା ଯେ କୋଉଠି କୋଉ ଫାଇଲ ଅଛି ମୁଁ ପାଉନାହିଁ। ଲୋକ ଆସି ପଚାରିବେ କାହାକୁ? ମତେ। ଆଚ୍ଛା ମୁଁ ତା ଉପରେ ପୁରା ଫୁଲି ଡିପେଣ୍ଡାଣ୍ଟ, ମାନେ ମୋର ଗୋଟେ ଛୋଟିଆ ଅଫିସଟେ, ସିଏ ଗୋଟେ ଲୋକ ମାନେ 3-3ଟା ଯାତ୍ରା ପାର୍ଟି, ଗୋଟେ ଯାତ୍ରା ପାର୍ଟିରେ ମିନିମମ୍ ଗୋଟେ 1500 କି 1000 ଲୋକ କାମ କରୁଥିବେ। ଏଇ ଯୋଉ ଟେଣ୍ଟ ବନ୍ଧାଠୁ ଆରମ୍ଭ କରି ରୋଷେଇ ବାସଠୁ ଧରିକି ଆକ୍ଟର ପର୍ଯ୍ୟନ୍ତ ଗୋଟେ 500 ତ ଲୋକ କାମ କରୁଥିବେ। ବର୍ତ୍ତମାନ 3ଟା ପାର୍ଟିରେ 1500 ଲୋକ, ସେ କେତେ ଟେନସନରେ ସେ ଲୋକଟା ଥିବ। ମାନେ ଯୋଉଟା ରାଇଟ୍ ୱେଟାକୁ ଯାଅ। ତେଣୁ ଯଦି ଗୋଟେ ହିରୋଇନଟାକୁ ସେ ବାହାର କରିଦେବ, ଯାତ୍ରା ପାର୍ଟି ତାର ବ୍ଲେମ୍, ଯୋଉଥିପାଇଁ ଏ ବ୍ୟବସ୍ଥା। ନହେଲେ ଏମାନେ ଆକ୍ଚୁଆଲି ଆପଣ ଯଦି ପ୍ରକୃତରେ କେସ୍ଟାକୁ ଦେଖିବେ, ଇଏ 2 ଜଣଙ୍କର କିଛି ନାହିଁ, ପଛ ଲୋକ ରିପୋର୍ଟ ଧରିକିରି ୟାକୁ ମତେଇ ଦେଇଛନ୍ତି, ଇଏ ମାତି ଯାଇଛି। ମୋର ଯାହା ଆନାଲିସିସ୍ କରୁଥାଏ, ଯାହା ଆନାଲିସିସ୍ ଦେଖନ୍ତୁ, ସୋନାଲି କହୁନି ଯେ ସେ ମତେ ପଇସା ମାଗିଥିଲା ବୋଲି, ଆସି କହିନି, ଆଲିଗେସନରେ ବି କହିନି, ଗଲା ଇଏ ତାକୁ କୋଉଠି ଯାଇକି ଧମକେଇଛି କି ବାଡେଇଛି ମାରିଛି ଯାଇକି ଯାତ୍ରା ପାର୍ଟିରେ, ସିଏ ବି ସେ କହୁନି, ନାଇଁ ମତେ ଆସି କୋଉଠି ଧମକେଇଲା କି ବାଡେଇଲା କି ମାରିଲା, କିଛି କହୁନି, ହଁ କି ନାହିଁ? ଆଚ୍ଛା ଇଏ ପିଲାଟି କହୁଛି ମୋର ଖାଲି ମୋର ଛୁଆର ବାପ କଣ ମା ଦରକାର, ହଁ କି ମୋର ଭାଇପ ଦରକାର ନାହିଁ, ସିଏ କଣ କହ ମୋର ସିଏ ଆସିବା ଦରକାର ନାହିଁ କହିଛି ତା ଷ୍ଟେଟମେଣ୍ଟରେ, କିନ୍ତୁ ମୋ ଛୁଆର ମା ଦରକାର। ତାକୁ ଯେତିକି ମାନେ କିଛି ଲୋକ ଇନଷ୍ଟ୍ରକ୍ସନ ଦେଇଛନ୍ତି ସେ ମାତି ଯାଇଛି। ବାସ୍ତବରେ ତାର କିଛି ଭୁଲ ନାହିଁ, କି ବାସ୍ତବରେ ମାନେ ଯେହେତୁ ସେ ଗୋଟେ ସୋସିଆଲ ମିଡିଆରେ ଆସିକିରି ତାଙ୍କର ଚରିତ୍ର ଉପରେ ବାଧା ଆସିଛି କହିଦେଇଛି, ସେ ଝିଅଟିକି ମଧ୍ୟ ତାକୁ ବି କଷ୍ଟ ହେଇ ତାର ବି ଚରିତ୍ରକୁ ଆସିଗଲା ଆଞ୍ଚ, ସେ ବାଧ୍ୟ ହେଇକି ସେଟା ଓପନ କଲା, ଆଣି ହାଇକୋର୍ଟରେ ପିଟିସନ ଫାଇଲ କଲେ। ଏଇପରା କହିଲି ଆପଣ ମୋର ମାଇନର ଏଜରେ ମୋ ସାଙ୍ଗେ ୱିଦାଉଟ୍ ମାଇ କନସେଣ୍ଟରେ ମୋ ସାଙ୍ଗେ ରିଲେସନ ରଖିଥିଲା, ଏବଂ ମ୍ୟାରେଜ ଯୋଉ ମାଇନର ସମୟରେ ମଧ୍ୟ ମତେ ଯେତେବେଳେ ୱିଥ୍ 15 ଏଜ୍ ହେଇଥିଲା ସେତେବେଳେ ସେ ମତେ ବାହା ହେଇଥିଲା, ଏବଂ ଛୁଆ ମଧ୍ୟ ଜନ୍ମ କରାଇଥିଲା। ମତେ ନେଇକି ଯାତ୍ରା ପାର୍ଟିରେ ନିଜେ ଛାଡି ଦେଇକିରି ଆସିଲା, ମତେ ପଚାରିଲାନି। ହଏରାଜ ଏବେ ମୋର ଚରିତ୍ର ସଂହାର କରୁଛି ପୋକ୍ସୋ, କାହିଁକିନା ପୋକ୍ସୋ ହଉଛି ବର୍ତ୍ତମାନ ଆପଣଙ୍କର ମଣିଷ ମରାଠୁ ଆହୁରି ଭୟଙ୍କର ଅପରାଧ। ପୋକ୍ସୋଟା ଭାରି ଡେଞ୍ଜରସ୍। ଆପଣ ଯଦି ଦେଖିବେ ଓଡ଼ିଶାରେ କାଲି ଆପଣ ଦେଖିବେ ଝାରପଡ଼ା ଜେଲଠୁ ଆରମ୍ଭ କରି ଚୌଦ୍ୱାର ଜେଲ ପର୍ଯ୍ୟନ୍ତ, ମାନେ କୋଣ ଅନୁକୋଣେ ଯେତେ ସବୁ ଜେଲ ଅଛି, ଜେଲରେ ମୋର ଦାନ୍ 20 ରୁ 30% ହେଉଛନ୍ତି ଯେଉଁ ପିଲାମାନେ ସବୁ ଜେଲରେ ବନ୍ଦୀ ଜୀବନଯାପନ କରୁଛନ୍ତି, କନଭିକ୍ସନ ହଉ କିମ୍ବା ବିଚାରାଧୀନ ବନ୍ଦୀ ହୁଅନ୍ତୁ, ତା ଦେହର 40% ହେଉଛନ୍ତି କେବଳ ପୋକ୍ସୋ କେସ୍ରେ। ମନେକର ପୁଅ ଝିଅ, ପୁଅକୁ ମାନେ 19 କି 20 କି 21 ହେଇଛି କି 22 ହେଇଛି, ଝିଅର ବୟସ 18 ବର୍ଷରୁ ଗୋଟେ ଦିନ କମ, ପୋକ୍ସୋ। ଇଏ ତ 15 ବର୍ଷ, ଆହୁରି ଭୟଙ୍କର ଅପରାଧ। ତେଣୁ ତାପରେ ପୋକ୍ସୋଟା ବି ଆସିଗଲା 2012ରେ, 2013 ମାନେ ପରେ ଏଇ କେସ୍ଟି ହେଇଛି। କ'ଣ ମନେକର 2000 ମସିହାରେ ଗୋଟେ ମର୍ଡର କରିଥିଲେ, ସେଇ ମର୍ଡରରେ ଚାର୍ଜସିଟ୍ ହେଇଯାଇଛି ଯେ ଫାଇନାଲ ହେଇଛି, କେହି ଦୋଷୀ ପାଇଲେ ନାହିଁ, ବୁଝିପାରିଲେ। କିନ୍ତୁ ଏବେ ଆପଣ ମଙ୍ଗିଗଲେ ଯେ ମୁଁ ସେ ମର୍ଡରଟା କରିଥିଲି, ଆପଣ ଦୋଷୀ ହେଇଗଲେ। ବର୍ତ୍ତମାନ ଇଏ ନିଜେ ଆଡମିଟ୍ କରିଗଲେ ଯେ ଏତିକି ମସିହାରେ ଆମର ଗୋଟେ ପୁଅ ହେଇଥିଲା, ମୋର ପୁଅର ବୟସ ଏତିକି, ମୁଁ ତାକୁ ବାହା ହେଇଥିଲି। ଯଦି ତାର ବୟସ ହଉଛି 27 ବର୍ଷ, 11 ବର୍ଷ ପୂର୍ବରୁ ପୁଅର ବୟସ 11 ବର୍ଷ, ସେ କହୁଛନ୍ତି 27 ଫେଡାନ କେତେ ହେଲା? 11 15 ଫେଡାନ ବର୍ଷେ 10 ମାସ 10 ଦିନ ଗର୍ଭରେ ଧରିତ ଛୁଆଟା ଜନ୍ମ ହବ, କେତେ ହେଲା? 14। ଆପଣ ନିଜେ କହୁନାହାନ୍ତି 14? ନିଶ୍ଚିତ, ହଁ କି ନାହିଁ ବାପା? ନିଶ୍ଚିତ। ଫସିବେ ନା ନାହିଁ? ମତେ ନିଜେ ଆପଣ କୁହନ୍ତୁ। ତେଣୁ ଏଇଟା ଆକ୍ଚୁଆଲି ସବୁବେଳେ ଗୋଟେ ଲୋକମାନେ ଆପଣଙ୍କର ମିଡିଆ ମାଧ୍ୟମରେ ମୁଁ ସାଧାରଣ ଜନତାଙ୍କୁ ଏଇଟା ମେସେଜ ଗୋଟେ ଦେଇପାରିବି, ଯୋଉଠି ପାରିବାରିକ ଗଣ୍ଡଗୋଳ ହେଉଛି, ଯୋଉଠି ପ୍ରେମିକ ପ୍ରେମିକା ଭିତରେ ଗଣ୍ଡଗୋଳ ହେଉଛି, ପାରିବାରିକ ଗଣ୍ଡଗୋଳ ହେଉଛି, सोशल मीडिया को माध्यम करा उचित नुहे। सोशल मीडिया परिवार को बिगाड़ी दिए, सजाड़ी दिएनी, संपर्क को नष्ट कर दिए,
ଉତ୍କୃଷ୍ଟ କରେ ନାହିଁ।